नमस्कार दर्शक बंधु गृहिणी मानक पाई 35टी किचन टिप्स नहीं आसी सहज एवं सरल। तो चलतु स्टार्ट करिबा। नंबर 1 उपमा को स्वादिष्ट करने से टिके दही पकई दिंतु। नंबर 2 मसला कषिबा समय रे जदि पड़ जाए तेबे सही मसला को तरकारी पकातु नहीं, यह द्वारा तरकारी स्वाद नष्ट हो जाए। नंबर 3 पकोड़ी बनैबा समय बेसन रे प्रथमे लुण पकातु नहीं, यह द्वारा बेसन रे पानी अंश हो पकोड़ी खराब हो। अल्प हिंगु निश्चय पकातु, यह द्वारा खाद्य जल्दी हजम हो। नंबर 4 जो थिरे क्षीर पकेबार अच्छी गैस रो फ्लेम को हाई करी क्षीर पकातु एवं बारंबार क्षीर को चलातु, यह द्वारा क्षीर फाटिबो नहीं। नंबर 5 भात को स्वादिष्ट करने को चाउल फुटिबा समय टिके लुण एवं टिके घी पकातु, यह द्वारा भात बहुत स्वादिष्ट लागिबो। नंबर 6 खाइबारे लेंबू पकाइबा चाहूले खाद्य हो सारा पर लेंबू पकातु, प्रथम पकाइले लेंबू रे थिबा विटामिन सी नष्ट हो जाए। नंबर 7 सकाळु जल्दी आलू परोटा करने पूर्व दिन रातिर अटा को चकटिकी रखंतु एवं आलू को सिझेकी रखंतु, यह कले सकाळु मसला दे जल्दी आलू परोटा करि परिबे। नंबर 8 पालंग साग को करि सारिबा परे सागर डांगी को न फोपाड़ी टिके पानी रे फुटाई सही पानी को छाणी सेथिरे लेंबू रस पकाई पीले शरीर रे रक्तहीनता देखा है न थाए। नंबर 9 भात की डाली बनैबा पूर्वर चाउल एवं डाली को भिजाई रोसई करंतु, यह कले जल्दी भात डाली हो जाए एवं गैस कम खर्च हो। नंबर 10 अल्प हलदी एवं लुण पकाई कंचा कदली फुटेइले तरकारी कदली कड़ा पड़ी न थाए। नंबर 11 बैगण पड़िबा समय रे 2 ରୁ 3टा रसुन रो कला दे पड़ंतु, यह द्वारा बैगण भर्ता स्वादिष्ट एवं नुआ लागिबो। नंबर 12 भेंडी फ्राई करने समय से टिके दही पकातु, यह द्वारा भेंडी परस्पर सहित लागिबो ना। नंबर 13 मेसीन सफा करने एवं वैक्सीन असर न होगापाई गरम पानी रे किछि डिटर्जेंट मिसाई से पानी रे बेसिन सफा करंतु, मेसीन सफा हो जिवो एवं दुर्गंध हबनी, ता सहित असरपा मध्य हेबो नाही। नंबर 14 कौनसी मसला तरकारी तैयारी करने समय रे पियाज को जेतेबेले तेल रे भाजुथिबे सेथिरे 1 चम्मच चीनी पकाइले तरकारी अधिक सुंदर देखा जाई थाए। नंबर 15 चिकेन एवं मटन रोसई करने समय रे यह को सिझिबा को अधिक समय लगी थाए, जहा द्वारा गैस अधिक खर्च होता है।
ତେଣୁ ଏସବୁକୁ ସିଝିବା ପାଇଁ ପ୍ରେସର କୁକରରେ ରୋଷେଇ କଲେ ଅଧିକ ସ୍ୱାଦିଷ୍ଟ ହୋଇଥାଏ। ନମ୍ବର 16। ଚାଉଳକୁ ଧୋଇବା ସମୟରେ ସେଥିରେ ଆପଣ ଅଳ୍ପ ଲୁଣ ପକାନ୍ତୁ। ଏହାଦ୍ୱାରା ଭାତ ଧଳା ଏବଂ ସଫା ଦେଖାଯାଇଥାଏ। ନମ୍ବର 17। ଦୋସା ତିଆରି କରିବା ପୂର୍ବରୁ ତାୱାରେ ପିଆଜ କିମ୍ବା ବାଇଗଣର ଖଣ୍ଡକୁ ତେଲରେ ଭିଜାଇ ତାୱାରେ ଲଗାନ୍ତୁ। ଏହାଦ୍ୱାରା ଦୋସା ତାୱାରେ ଆଉ ଲାଗିବ ନାହିଁ। ନମ୍ବର 18। ମେଥି ପରଟାକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ହେଲେ ସେଥିରେ ଟିକିଏ ବେସନ ମିଶାନ୍ତୁ। ଏହା ପରଟାକୁ ସ୍ୱାଦକୁ ଦୁଇଗୁଣ କରିଦେଇଥାଏ। ନମ୍ବର 19। ଗ୍ରୀନ୍ ମଟରକୁ ଏକ ପ୍ଲାଷ୍ଟିକ୍ ପଲିଥିନରେ ରଖି ଫ୍ରିଜରେ ରଖିଲେ ଅଧିକ ଦିନ ପର୍ଯ୍ୟନ୍ତ ଗ୍ରୀନ୍ ମଟର ଫ୍ରେଶ୍ ହୋଇଥାଏ। ବନ୍ଧାକୋବିକୁ ପ୍ରଥମେ କାଟି ଭଲ ଭାବରେ ଶୁଖାଇ 10ରୁ 15 ଦିନ ପର୍ଯ୍ୟନ୍ତ ଏହାକୁ ସୁରକ୍ଷିତ ରଖିହେବ। ଏହା ପରେ ଚିପ୍ସ, ପକୋଡ଼ା କିମ୍ବା ପକୁଡ଼ିରେ ବ୍ୟବହାର କରାଯାଇପାରିବ। ନମ୍ବର 21। ରୋଷେଇ ଘରକୁ ପ୍ରତିଦିନ ଗରମ ପାଣି, ଲେମ୍ବୁ ରସ ଏବଂ ଡିଟର୍ଜେଣ୍ଟ ପକାଇ ପୋଛିଲେ ରୋଷେଇ ଘରେ ମଶା, ମାଛି ଏବଂ ଅସରପା ହେବେ ନାହିଁ। ନମ୍ବର 22। ଶିମଲା ଲଙ୍କାରେ ଭଜା କିମ୍ବା ତରକାରୀ ତିଆରି କରୁଥିଲେ ଲଙ୍କାର ମଞ୍ଜିକୁ ବାହାର କରିଦିଅନ୍ତୁ। ଏହାଦ୍ୱାରା ଭଜା କିମ୍ବା ତରକାରୀ ସ୍ୱାଦିଷ୍ଟ ହୋଇପାରିବ। ନମ୍ବର 23। ସବୁଜ ପନିପରିବାରେ ତରକାରୀ କରିବା ସମୟରେ ସେଥିରେ ଖାଇବା ସୋଡ଼ା ପକାନ୍ତୁ ନାହିଁ। ଏହା ଖାଦ୍ୟ ଭିଟାମିନକୁ ନଷ୍ଟ କରିଦିଏ। ନମ୍ବର 24। ସଜନା ଶାଗ ଏବଂ ପାଳଙ୍ଗ ଶାଗ ଖାଇବା ସ୍ୱାସ୍ଥ୍ୟ ପ୍ରତି ବହୁତ ଲାଭଦାୟକ। ସଜନା ଶାଗ ଖାଇଲେ ଚକ୍ଷୁ ରୋଗ ଭଲ ହୋଇଥାଏ ଏବଂ ପାଳଙ୍ଗ ଶାଗରେ ଆଇରନ୍ର ମାତ୍ରା ଅଧିକ ଥାଏ। ତେଣୁ ପାଳଙ୍ଗ ଶାଗ ଖାଇଲେ ଶରୀରରେ କେବେ ବି ଆଇରନ୍ର କମି ହୋଇନଥାଏ। ନମ୍ବର 25। ସବୁଜ ପନିପରିବା ସିଝାଇବା ସମୟରେ ସେଥିରେ ଅଳ୍ପ ଲୁଣ ଏବଂ ଚିନି ମିଶାଇ ଏହାଦ୍ୱାରା ପନିପରିବାର ରଙ୍ଗ ନ୍ୟାଚୁରାଲ୍ ରହିଥାଏ। ନମ୍ବର 22। ପ୍ରଥମେ ଜିରାକୁ ହାଲକା ଭାଜି ତାକୁ ଗୁଣ୍ଡ କରି ଗୋଟିଏ କାଚ ଡବାରେ ରଖିଦିଅନ୍ତୁ। ଯେତେବେଳେ ଆପଣ ଯେକୌଣସି ଭଜା ରୋଷେଇ କରୁଛନ୍ତି ସେତେବେଳେ ଭଜାରେ କିଛି ଜିରା ପାଉଡ଼ରକୁ ପକାନ୍ତୁ। ଦେଖିବେ ଭଜାର ସ୍ୱାଦ 2 ଗୁଣ ବଢ଼ିଯିବ। ନମ୍ବର 27। କ୍ଷୀରି ତିଆରି କରୁଛନ୍ତି ସେଥିରେ କଷ୍ଟାର୍ଡ଼ ପାଉଡ଼ର ମିଶାନ୍ତୁ। ଦେଖିବେ କ୍ଷୀରର ସ୍ୱାଦ ବହୁତ ସ୍ୱାଦିଷ୍ଟ ହେବ। ନମ୍ବର 28। ଅମୃତଭଣ୍ଡା ତରକାରୀ କରିବା ପୂର୍ବରୁ ଅମୃତଭଣ୍ଡାକୁ ପ୍ରଥମେ କାଟି ହଳଦୀ ଗୁଣ୍ଡ ଏବଂ ଲଙ୍କାଗୁଣ୍ଡ ମସଲା
ଗଳାଇ ତେଲରେ ଭାଜି ତରକାରୀ କଲେ ଅମୃତଭଣ୍ଡା ଅଧିକ ସ୍ୱାଦିଷ୍ଟ ହୋଇଥାଏ। ନମ୍ବର 29 1 କପ୍ ନଡ଼ିଆ ପାଣିରେ 2ଟି ବ୍ରେଡ୍ ଏବଂ 1 କପ୍ ଚିନି ମିଶାଇ ଗ୍ରାଇଣ୍ଡିଂ କରି ଇଟିଲି ଆଣରେ ଦେବା ଦ୍ୱାରା ଇଟିଲି ଭଲ ହୋଇଥାଏ। ନମ୍ବର 30 ତେନ୍ତୁଳିରେ ଅଧିକ ଲୁଣ ଏବଂ ସୋରିଷ ତେଲ ଦେଇ ଖଟା ପ୍ରସ୍ତୁତ କରି ଗୋଟିଏ କାଚ ଡବାରେ ଷ୍ଟୋର୍ କରି ରଖନ୍ତୁ। ଏପରି କଲେ ତେନ୍ତୁଳି ଖଟା ବର୍ଷ ବର୍ଷ ଧରି ସୁରକ୍ଷିତ ରହିଥାଏ। ନମ୍ବର 31 କ୍ଷୀର ସିଝାଇବା ସମୟରେ ଡେକ୍ଚି ବା କଢ଼େଇରେ ବଡ଼ ଚାମଚ ପକାଇ ରଖନ୍ତୁ। ଏହାଦ୍ୱାରା କ୍ଷୀର ବାହାରକୁ ଉତରିବ ନାହିଁ। ନମ୍ବର 32 ଚାଉଳରେ ପୋକ ନ ଲାଗିବାକୁ ଏକ ଜାରରେ ପ୍ରଥମେ କିଛି ଚାଉଳ ରଖନ୍ତୁ, ପରେ ଲବଙ୍ଗ ପକାନ୍ତୁ, ଲବଙ୍ଗ ପରେ ପୁଣି କିଛି ଚାଉଳ ରଖନ୍ତୁ, ପରେ ଲିମ୍ବ ପତ୍ର ରଖନ୍ତୁ, ତା ଉପରେ ପୁଣି କିଛି ଚାଉଳ ରଖନ୍ତୁ, ତା ଉପରେ ହେଙ୍ଗୁ ରଖନ୍ତୁ ଏବଂ ହେଙ୍ଗୁ ଉପରେ ଚାଉଳ ରଖିଦିଅନ୍ତୁ। ଏହାଦ୍ୱାରା ଚାଉଳରେ ପୋକ ଲାଗିବ ନାହିଁ। ସାଙ୍ଗମାନେ ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ ଲାଇକ୍ ସେୟାର କମେଣ୍ଟ କରିବା ପାଇଁ ଜମାରୁ ଭୁଲିବେନି। ମୋ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ।